ଆମେ ଏବେ ଯୋଉ ପୁରୁଷୋତ୍ତମ ଯୋଗ ପଢୁଥିଲେ, ହରେ कृष्णा। ତ सबसे प्रथम तो ଆପଣ ସମସ୍ତଙ୍କୁ ସ୍ୱାଗତ, ଅଭିନନ୍ଦନ। ତ ସମସ୍ତଙ୍କ ଚରଣ ତଳେ ମୋର କୋଟି କୋଟି ପ୍ରଣାମ। ତ ବହୁତ ବହୁତ ଧନ୍ୟବାଦ। ବହୁତ ସୁନ୍ଦର ଏଇ ଯୋଉ ପୁରୁଷୋତ୍ତମ ମାସରେ ମୋର ତ ଭାଗ୍ୟ ଦେଖ, ଏ ମାସ ସାରା ଭଗବାନଙ୍କ ଗୁଣ ଗାଇବା ପାଇଁ ମୌକା ମିଳିଗଲା। ତ ଇଏ ଭଗବାନଙ୍କର ମୋ ପ୍ରତି କୃପା ହିଁ ଥିଲା ମାनते ପଡିବ। ତ ବହୁତ ସୁନ୍ଦର ଆମେ ପୁରୁଷୋତ୍ତମ ଯୋଗରେ ପଢୁଥିଲେ, ଯୋଉ ଆଜି ମୁଁ ସେଇଟାରୁ ଟିକେ ବ୍ୟାଖ୍ୟା କରୁଥିଲି ଯୋଉ ସାରାଂଶରେ। ତ ସେଠି ନାଇଁ ନା 10 ନମ୍ବର ଶ୍ଲୋକଟାରେ ଯତନ୍ତ ଯୋଗିନ ଚୈନ ପଶ୍ୟନ୍ତି ଆତ୍ମନି ଅବସ୍ଥିତମ୍। ହଁ, ଶ୍ଲୋକଟାରେ ନାଇଁ, ଯତନ୍ତ ଯୋଗିନ ଚୈନ ପଶ୍ୟନ୍ତି ଆତ୍ମନି ଅବସ୍ଥିତମ୍। ଯୋଗୀ ଯେ ଆତ୍ମା କେମିତି ସବୁ ଜୀବଙ୍କ ହୃଦୟରେ ସେଟା ଦେଖେ। ନହେଲେ ଆମେ ସାରା ସଂସାର ଆମେ କଣ ଶରୀରକୁ ଦେଖୁଛେ ନା, କିଏ ଗୋରା କିଏ କଳା, କିଏ ସୁନ୍ଦର କିଏ ଅସୁନ୍ଦର, କିଏ ପୁରୁଷ କିଏ ନାରୀ, କିଏ ଗାଈ କିଏ କୁକୁର, କିଏ ବିଲେଇ କିଏ ଗଛ। ତ ଆମେ ସବୁ ଶରୀରକୁ ନେଇକି ଦେଖୁଛେ। ଆତ୍ମାକୁ କିଏ ଦେଖିବ? ଯିଏ ଯୋଗୀ, ଯିଏ ଭଗବାନ ସହିତ ଯୁକ୍ତ ହେଇକି ଭକ୍ତି ପ୍ରାକ୍ଟିସ କରେ। ମାନେ ଗୀତାକୁ ବାର ବାର ପଢିବା, ଏଇ ଆତ୍ମା 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 ଶୁଣୁଛେ ନା। ତ ମାନେ ଯେ ବାସ୍ତବିକ ଯୋଉ ସବୁ କଣ ଦେଖି ଆମେ ଆତ୍ମା ହେଇକି, ତ ଆତ୍ମା କିଟା ଆମେ ଯୋଉ ପଢିକି ଗଲେ ମମି ବାଂଶ ଜୀବ ଲୋକ ଯୋଉ ପୁରୁଷୋତ୍ତମ ଯୋଗରେ ଭଗବାନ ଆତ୍ମାକୁ କଣ କହୁଛନ୍ତି? ଆତ୍ମା କିଏ ନା ମମି ବାଂଶ। ଏବ ଶବ୍ଦ ଲଗୁଛନ୍ତି ମାନେ ମେରେ ହି ଅଂଶ, ଆମେ ଆଉ କାହାରି ନୁହେଁ, ଆମେ କୃଷ୍ଣଙ୍କର ଅଂଶ। କିନ୍ତୁ ଫସି ଯାଇଛି ଆସି, ଯେହେତୁ ଆତ୍ମା ଚିନ୍ମୟ ତ ଚିନ୍ମୟ ଜଗତରେ ରହିବା କଥା, କିନ୍ତୁ ଫସି ଯାଇଛ ଭୌତିକ ଜଗତରେ ଆଉ ଭୌତିକ ଶରୀରରେ। ତେଣୁ ଏଇଟା କଣ ହୁଏ, ତ ଆମର ପ୍ରଥମ କର୍ତ୍ତବ୍ୟ ଏଇ ଆତ୍ମାକୁ ଏଇ ଶରୀର ରୂପୀ ବନ୍ଧନରୁ ବାହାର କରିବା। ତେଣୁ ଯିଏ ଯୋଗୀ ସେ ଦେଖିପାରେ କେମିତି ଭଗବାନଙ୍କର ଅଂଶ ହେଇକି ଏ ଆତ୍ମା କେମିତି ସଂସାରର ଏଇ ଭୌତିକ ଶରୀରରେ ଆସିକି ଫସି ଯାଇଛି। ଶରୀର ରୂପକୁ ବନ୍ଧନ ଆମେ ବନ୍ଧା। ଆମେ ଯେହେତୁ ଏଇ ଜ୍ଞାନ ନେଇ ଭୁଲି ଯାଇଛେ ନା, ନିଜକୁ ଶରୀରକୁ ମୁଁ ବୋଲି ଭାବିଛେ ନା। ତେଣୁ ଆମର ଆତ୍ମ ବିଷୟରେ କିଛି ଜ୍ଞାନ ନାହିଁ। ଯେ ଆତ୍ମାକୁ ଏ ଶରୀର ବନ୍ଧନରୁ ମୁକ୍ତ କରିବା, ସେ ବିଷୟରେ କାହିଁକି ଆମେ ଚିନ୍ତା କରିବା? ଆମେ ତ ଶରୀର ବିଷୟରେ ଚିନ୍ତା କରୁଛେ, କେମିତିକୁ ଶରୀରକୁ ମେଣ୍ଟେନ କରିବା, ଶରୀରକୁ ଖାଇତେ ପିଇତେ ଦବା। ସକାଳେ ଉଠନ୍ତୁ ଦେଖିବେ, ସକାଳେ ସବୁ ଯୋଉ ମାନେ କରତେ ଯାଉଥିବେ ୱାକିଂ, ସବୁ ୱାକିଂ କରୁଥିବେ, କିଏ ଯୋଗା କରୁଥିବ କଣ ପାଇଁ? ଶରୀର ଧାରଣା, ଶରୀରକୁ କେମିତି ସୁସ୍ଥ ରଖିବା। ଆମେ ଶରୀର ଚିନ୍ତନରେ ଅଛେ, କିନ୍ତୁ ଆତ୍ମାର କାହାରି ଚିନ୍ତା ନାହିଁ ଯେ ମୁଁ ନିଜେ ଏ ଶରୀର ବନ୍ଧନରେ ପଡିଛି ବୋଲି କଷ୍ଟ ପାଉଛି। ଆଜି ଶରୀରକୁ ମେଣ୍ଟେନ କେତେ କରିପାରିବା? ଲାଷ୍ଟ ବୁଢା ହବା ମରିବା। କିନ୍ତୁ ଆମେ ଫିର ବି ସିନା ଆତ୍ମା ବିଷୟରେ ଜ୍ଞାନ ହେଲେ ଆମେ ଚିନ୍ତା କରିବା ଯେ ଆମେ ଆତ୍ମା, ଆମେ ଶରୀର ରୂପକ ବନ୍ଧନରେ ଅଛେ, ଏଇଠୁ ବାହାରିବା ପାଇଁ ଆମକୁ କିଛି କରିବା ଦରକାର। ଯେମିତି ଭଗବାନ ରାମ କହୁନାହାନ୍ତି ନା, ଯେ ବଡେ ଭାଗ ମାନୁଷ ତନ ପାବା, ସୁର ଦୁର୍ଲଭ ସବ ଗ୍ରନ୍ଥ ହି ଗାବା। ବଡେ ଭାଗ, ବଡେ ଭାଗ୍ୟରେ ଥିଲେ ମାନୁଷ ତନ ପାବା, ଏଇ ମନୁଷ୍ୟ ଶରୀର ମିଳେ। ଆଉ ଯେଟା କି କହୁଛନ୍ତି ଦେବତା ମାନଙ୍କ ପାଇଁ ଦୁର୍ଲଭ ଏ ଶରୀର ପ୍ରାପ୍ତ କରିବା। ତ ମିଳିଛି କଣ କରିବା ଦରକାର? ସାଧନ ଧାମ ମୋକ୍ଷ କର ଦ୍ଵାରା ସାଧନା କରିକି ଏଇ ଶରୀର ଦ୍ଵାରା ଆତ୍ମାକୁ ମୁକ୍ତି ପ୍ରଦାନ। ଏଇ ଶରୀର ବନ୍ଧନରୁ 84 ଲାଖ ଚକ୍ର କାଟି କାଟିକି ଆସିଛେ। ଆମେ ହାତୀ ଦେହରେ ଥିଲେ, ଆମେ ମାଛ ଦେହରେ ଥିଲେ, 84 ଲାଖ ବୁଝିପାରୁଛନ୍ତି ତ? ଶାସ୍ତ୍ର କହୁଛନ୍ତି, ଆମେ ତ ଖାଲି ଶୁଣିକି ଜାଣିବା ଦରକାର। ଭାଗବତ ପଢିକି, ରାମାୟଣ ପଢିକି, ରାମାୟଣରେ ବି ଗୋସ୍ୱାମୀ ତୁଳସୀଦାସ ଲେଖୁନାହାନ୍ତି ନା, ଆକରେ 4,84,000 ଯୋନି ଭ୍ରମତ ଜୀବ ଅବିନାଶୀ। ଅବିନାଶୀ ଜୀବ ଭଗବାନଙ୍କର ଅଂଶ ହେଇକି ଆମେ ଅବିନାଶୀ ହେଇକି 84 ଲାଖ ଚକ୍ରରେ ଶରୀରରେ କାଟି 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 ଆସିକି ଏବେ ମନୁଷ୍ୟ ଶରୀରରେ ପହଞ୍ଚିଛେ। ତ ମନୁଷ୍ୟର ବାହାରି ପାରିବ, ଗୋଟେ ଚାନ୍ସ ଅଛି। କିନ୍ତୁ ସେ ପାଇଁ କଣ କରତେ ପଡିବ? ସାଧନ ଧାମ, ତ ଭକ୍ତି କରତେ ପଡିବ। ସାଧନା କଣ? ସାଧନ କଣ ନା ଭକ୍ତି। ଭକ୍ତି କରିକି ମୋକ୍ଷ କର ଦ୍ଵାରା ଏଇ ଶରୀର ରୂପକ ବନ୍ଧନରୁ ମୁକ୍ତ ହେଇଯାଅ। କିନ୍ତୁ ଦୁଃଖର ବିଷୟ, ଆମେ ସମସ୍ତେ ଆହୁରି ଏଇ ଆତ୍ମାକୁ ଶରୀର ଭିତରେ କେଦ କରିଦଉଛେ ଅଜ୍ଞାନ ଯୋଗୁରୁ। କାହିଁକି ଶାସ୍ତ୍ର ଉଚିତ କର୍ମ କରୁନେ, ଶାସ୍ତ୍ର ବିରୁଦ୍ଧ କର୍ମ କରୁଛେ, ଯାହା ଦ୍ଵାରା କି କଣ ହଉଛି? କାହିଁକି ନା ନିୟମ ତ ମନୁଷ୍ୟ ମାନଙ୍କ ପାଇଁ ଦିଆ ହେଇଛି ନା, ପଶୁ ମାନଙ୍କ ପାଇଁ ନୁହେଁ। ପଶୁ ଶରୀରରେ ଆତ୍ମା ଅଛି, କିନ୍ତୁ ତାର ସେତିକି ଡେଭଲପ ବୁଦ୍ଧି ନାହିଁ, ଇଣ୍ଟେଲିଜେନ୍ସ ସେତିକି ବୁଦ୍ଧି ବିକଶିତ ନୁହେଁ। ତେଣୁ ସିଏ ଯଦି ଦେଖନ୍ତୁ, ଆମେ ରାସ୍ତାରେ ଯାଉଛେ ତ ରେଡ ଲାଇଟ ଜଳିଗଲା, ଆମେ ସାଙ୍ଗେ ସାଙ୍ଗେ ଛିଡା ହେଇଯିବା ନା, है ନା? ଗାଡି ଧରିକି, କାର ଧରିକି, ଯିଏ ବି ଲାଇଟ ଧରିକି ଦେଖିଦେଲେ ରେଡ ଲାଇଟ ଛିଡା ହେଇଯିବା, କାହିଁ ଆମ ପାଇଁ ନିୟମ ସେଟା। ଯଦି ନ ମାନିବା ଆଗକୁ ପଳେଇବା ତ ପୁଲିସ ଧନ୍ୟବାଦ ଆଗରେ ଫାଇନ ଲଗେଇବ। ତ ସେଇଭଳି ଯଦି କିନ୍ତୁ ଯଦି ସେ ଗୋଟେ କୁତ୍ତା ଗଲା, ତାକୁ ଫାଇନ ପଡିବ କି? ଗାଈ ଗଲା, ତାକୁ ତା ପାଇଁ ନିୟମ ନୁହେଁ। ତ ସେଇଭଳି ସଂସାରରେ ତ ଆମେ ଆସିଲେ, ମନୁଷ୍ୟକୁ ତ ଭଗବାନ ବିକଶିତ ବୁଦ୍ଧି ଦେଲେ, ତ ନିୟମ ଦେଇଛନ୍ତି। ଯଦି ଆମେ ନ ମାନିବା ତ ଏଇ ଆତ୍ମା ଯୋଉ ଆମେ, ତାକୁ ଆମେ କଣ କରିବା? ଆହୁରି ବନ୍ଧନରେ ପଡିକି ଚାଲିବା। ମାନେ ଆହୁରି ଏ ମନୁଷ୍ୟ ଶରୀର ନେଇ ନିଆଯିବ,
ଏବେ ପଶୁ ଶରୀରକୁ ଦେଇ ଦିଆଯିବ। যেটা ଆମେ 15 ଅଧ୍ୟାୟରେ ପଢିଲେ ପଶ୍ୟନ୍ତି ଜ୍ଞାନ ଚକ୍ଷୁଷା। ଯେ ଜ୍ଞାନ ଚକ୍ଷୁ ଯାର ଅଛି ସେ ଦେଖିପାରୁଛି ଦୁର୍ଗତି କଣ ହନେ वाला ଏମାନଙ୍କର, ଯେମାନେ ଶାସ୍ତ୍ରକୁ ନ ମାନୁଛନ୍ତି। କାହିଁକିନା ନିୟମ ଅଛି। ଆମେ ଯୋଉ ଭୂମଣ୍ଡଳରେ ରହିଛେ, ଯିଏ ବନେଇଛନ୍ତି ସେ କିଛି ନିୟମ ବନେଇଛନ୍ତି। ଆମେ ବି ସଂସାରରେ ଦେଖନ୍ତୁ ଯୋଉ ନଗରରେ ରହୁଛେ, ସହରରେ ରହୁଛେ, ଆମ ପାଇଁ ବି ତ କିଛି ନିୟମ ଅଛି ନା। ସରକାର ଆମ ପାଇଁ ବି କିଛି ନିୟମ ଲାଗୁ କରିଛନ୍ତି। ତ ଆମେ ତ ବେନିୟମ ହେଇକି ଚାଲୁନା ନା, ଆମେ ବି ନିୟମ ମାନୁଛେ। ଯଦି ନ ମାନିବା ତ ପୁଲିସ ମାନେ ଜଗିକି ରହିଛନ୍ତି, ଧନେଇ କାରାଗାରରେ ପକେଇଦେବେ। ତ ସେଇଭଳି ମନୁଷ୍ୟ ମାନଙ୍କ ପାଇଁ ନିୟମ ଅଛି। ଯଦି ଆମେ ନ ମାନିବା ତ କଣ ହବ, ପୁଣି ଆମର ଯୋଉ ଏ ଦୁର୍ଲଭ ଶରୀର ଆମଠୁ ଛଡେଇ ନେଇକି ପୁଣି ସେ ପଶୁ ଶରୀରକୁ ପକେଇ ଦିଆଯିବ। ତ ଏଇଟା ସବୁଠୁ ବଡ ଦୁର୍ଗତି। ତ ସେଇ ପାଇଁ ଏଥିରେ କେତେ ସୁନ୍ଦର କହୁଛନ୍ତି ଯିଏ ଯୋଗୀ, ସେଇ କଥାଟା ଦେଖନ୍ତୁ, ଏଇଟା ଆଜିକାଲି ପୁରା ମିଶିଲା। ସକାଳକା ଶ୍ଲୋକଟା ଯୋଉ 11 ନମ୍ବର ଶ୍ଲୋକ ସହିତ ଆମେ ଦେଖିବା ଏଇ ଶ୍ଲୋକଟା ମିଶୁଛି ପୁରା। ହେ ଯେ ପ୍ରକୃତ ଯୋଗୀ ସେ ମତେ ସମସ୍ତଙ୍କ ଠାରେ ଦେଖେ, ପଶ୍ୟନ୍ତି ଜ୍ଞାନ ଚକ୍ଷୁଷା। କହିଲେ ନା ଯତନ୍ତ ଯୋଗୀନଶ୍ଚୈନ, ଯିଏ ଯୋଗୀ ସେ ତାର ଜ୍ଞାନ ଚକ୍ଷୁ ଖୋଲିଛି, ସେ ପାଇଁ ସେ ଦେଖିପାରେ। ଏଟା ଠିକ ବିଲକୁଲ ସେଇ ଶ୍ଲୋକ ସହିତ ମ୍ୟାଚିଂ ହଉଛି। ଯେ ପ୍ରକୃତ ଯୋଗୀ ସେ ମତେ ସମସ୍ତଙ୍କ ଠାରେ ଦେଖେ। ଆଉ ପୁନଶ୍ଚ ସବୁ ଜୀବଙ୍କୁ ମୋ ଠାରେ ଦେଖେ। କାହିଁକି ନା ଆମେ ସମସ୍ତେ ତ ତାଙ୍କରି ଭିତରେ ହିଁ ଅଛେ। ବାସ୍ତବିକ ଭଗବାନଙ୍କ ଯୋଉ ବିରାଟ ଶରୀର, ତ ଭଗବାନ ରୂପରେ ଅଛନ୍ତି ନିତ ଧାମରେ। ବ୍ରହ୍ମ ରୂପରେ କଣ କଣ ଅଛନ୍ତି, ପରମାତ୍ମା ରୂପରେ ଯୋଉ ସବୁ ଜୀବଙ୍କ ହୃଦୟରେ ଅଛନ୍ତି, ସେଇଟା କଥା ଏଠି କହୁଛନ୍ତି। ଯେହେତୁ ପରମାତ୍ମା ସବୁ ଜୀବଙ୍କ ହୃଦୟରେ ଅଛନ୍ତି, ଏଇଟା ଆମେ କେତେବେଳେ ଜାଣୁଛେ ନା ଶାସ୍ତ୍ର ପଢିକି। ଯେମିତି ପ୍ରଭୁପାଦ ପର୍ବତରେ ଲେଖିଛନ୍ତି ଯେ ଆତ୍ମା କେବଳ ଗୋଟେ ଶରୀରରେ ଅଛି। ମାନେ ମୁଁ ଯେ ଆତ୍ମା, ମୋ ଶରୀର କଥା ମୁଁ ଜାଣେ, ମୁଁ ଆପଣଙ୍କ ଶରୀର କଥା କହିପାରିବିନି। କିନ୍ତୁ ଯେ ପରମାତ୍ମା ସେ ମୋ କଥା ବି ଜାଣନ୍ତି, ଆପଣଙ୍କ କଥା ବି ଜାଣନ୍ତି। ସଂସାରରେ ଯେତେ କୋଟି କୋଟି ଜୀବ ଅଛନ୍ତି ସମସ୍ତଙ୍କ କଥା ସେ ଜାଣିଛନ୍ତି। କାହିଁକି ନା ସେ ସବୁ ଜୀବଙ୍କ ହୃଦୟରେ ବସିଛନ୍ତି। ଏଇଟାই ତ ଭଗବାନଙ୍କର ଶକ୍ତି, ଏଇଟାଇ ତ ଶକ୍ତି। ଆମେ ବୁଝିପାରିବାନି ନା। ବିଚାର କରନ୍ତୁ କେମିତି ସେ ନିଜକୁ ବିସ୍ତାର କରୁଛନ୍ତି, ଆଉ ସବୁ ଜୀବଙ୍କ ହୃଦୟରେ ଗୋଟେ କ୍ଷୁଦ୍ର କୀଡା, ମକୋଡା ଯୋଉ ଛୋଟ ଯେଟା ଦେଖାଯିବନି, ଏଇଭଳିଆ କରୋନା ଆସିଥିଲା, ବିଚାର କରନ୍ତୁ ପ୍ରତ୍ୟେକ ଜୀବଙ୍କ ହୃଦୟରେ ସେ ବସିଛନ୍ତି ଆଉ ଦେଖୁଛନ୍ତି। ଏଇଟା ତ ଆଶ୍ଚର୍ଯ୍ୟ ନା। ଇଏ ଆମ ସମାଜରେ, ଆମ କଳ୍ପନାର ପରେ, ଆମ ଚିନ୍ତନରେ ପରେ ଏସବୁ ବୁଝିବା। କିନ୍ତୁ ଯେମିତି ଆମେ ନିଷ୍ପାପ ହବା, ଯେମିତି କହିଲେ ନା ହେ ଅନଘ, ତ ଆମେ ତ ନିଷ୍ପାପ ହବା, ତ ହୃଦୟ ଯେତେବେଳେ ନିର୍ମଳ ହବ, ତ ଧୀରେ ଧୀରେ ଶାସ୍ତ୍ର ପଢିବା, ଭକ୍ତି କରିବା, ତ ଫିର ଧୀରେ ଧୀରେ ଆମେ ଏସବୁ ଜିନିଷକୁ ଟିକେ ଟିକେ ବୁଝିପାରିବା। ନହେଲେ ଆତ୍ମାକୁ ବୁଝିନେ ପରମାତ୍ମାକୁ କଣ ବୁଝିବା? ଆଉ ତ ନିଜକୁ ଏତେ ଯାଇ ଜାଣିନେ, ଆମେ ତ ଶରୀରକୁ ନେଇକି ହିଁ ଆଜି ପର୍ଯ୍ୟନ୍ତ ପରିଚୟ ଦଉଛେ। କିନ୍ତୁ ଗୀତା ପଢିଲେ ବାର କୁହା ହଉଛି ଯୋଗୀ ହେଇତେ ପଡିବ। ତ କି ଯୋଗୀ ହେଇତେ ପଡିବ? ଭକ୍ତି ଯୋଗୀ ହେଇତେ ପଡିବ। ଯେମିତି ଆମର ଗୁରୁଦେବ କହନ୍ତି ନା, ଯୋଗୀ କହିବେ ପୁରୁଷ ମାନଙ୍କୁ, ମାନେ ପ୍ରଭୁଜୀ ମାନଙ୍କୁ, ଆଉ ମାତାଜୀ ମାନଙ୍କୁ କହିବେ ଯୋଗିନୀ। ହେ ଯୋଗୀ ଯୋଗିନୀ। ତ ଆମେ ସବୁ ଯୋଗୀ ଆଉ ଯୋଗିନୀ, ମାନେ ଭଗବାନ ସହିତ ଆମେ ଯୋଡିଛେ। ତେଣୁ ଯେହେତୁ ଭକ୍ତିରେ ସହିତ ଭଗବାନ ସହିତ ଯୋଡିଛେ, ତେଣୁ ଏବେ ଧୀରେ ଧୀରେ ଭଗବାନ ଆମ ଅନ୍ତଃକରଣରେ ବସିକି ଏବେ ବୁଝଉଛନ୍ତି, ତମେ ଶରୀର ନୁହେଁ, ତମେ ଆତ୍ମା, ତୁମେ କାହିଁ ଅନାଦି କାଳରୁ ଆସିକି ସଂସାରର 84 ଲାଖ ଜନିରେ ଫସି ଯାଇଛ। ତେବେ ତମକୁ ମନୁଷ୍ୟ ଜୀବନ ମିଳିଛି, ତମକୁ ମୁଁ ଶାସ୍ତ୍ର ଦେଇଛି, ତମକୁ ସାଧୁ ଦେଇଛି, ତମକୁ ମୁଁ କଣତି ଜ୍ଞାନ ଦଉଛି, ଯାହାଦ୍ୱାରା ତମେ ମତେ ଜାଣ, ଏଠୁ ବାହାରିବା ପାଇଁ ଉପାୟ କର। ତ ଭଗବାନ ସବୁ କହୁଛନ୍ତି ଭଗବତ ଗୀତା ମାଧ୍ୟମରେ, ସାଧୁଙ୍କ ମାଧ୍ୟମରେ। ତ ଏଇଥିରୁ ଆମେ କହୁଛେ, ଦେଖିବା ଯେ ଭଗବାନ ଏଠି କହୁଛନ୍ତି, ପର୍ବତରେ ପ୍ରଭୁପାଦ ଲେଖୁଛନ୍ତି ଯେ ପରମାତ୍ମା ହିସାବରେ ସେ ସେଇ ପାଇଁ ଅଛନ୍ତି ତାକି ଆମର କର୍ମକୁ ସାକ୍ଷୀ ରୂପରେ ଦେଖିବା ପାଇଁ। ଏଇଟା ତ ଆପଣ ମାନେ ଶୁଣିଛନ୍ତି, ଆପଣ ବୁଝିପାରୁଥିବେ। କାହିଁକି ବସିଛନ୍ତି ଭଗବାନ, କାହିଁକି ଆମ ସହିତ ଆସିଲେ? ଯେତେବେଳେ ଆମେ ଭଗବାନଙ୍କର ସେବା କରିବାକୁ ଚାହିଁଲେନି, ତାପରେ ଭଗବାନ ଭୌତିକ ଜଗତ ବନେଇକି ଆମକୁ ଭୌତିକ ଶରୀର ପ୍ରଦାନ କଲେ, ଫେରି ନିଜେ ପରମାତ୍ମା ରୂପରେ ଆସିଲେ ଆମ ଇଏରେ ଦେଖିବା। କାହିଁକି ଦେଖିବା ପାଇଁ? ଯେ କେବେ ମୋ ଆଡକୁ ମୁହଁ କରୁଛି, କେବେ ଇଏ ସଂସାରରୁ ମୁହଁଟାକୁ ହଟେଇକି ମୋ ଆଡକୁ କରୁଛି। ଯେତେବେଳେ ସିଏ ସଂସାର ଆଡକୁ ମୁହଁ କରିବ, ଭଗବାନଙ୍କୁ ତାକୁ ମୁଁ ବୁଦ୍ଧି ଦେବି ଯେ ତୁ କେମିତି ଆହୁରି ସଂସାର ଫସି ଯାଉ। ତ ଏଇଟା ବେଳେ ବେଳେ ଲାଗେ ନା, କେମିତି ଜଣେ ଯଦି ଭଗବାନ ଆଡକୁ ମୁହଁ କରିବ, କେମିତି ଭଗବାନ କହିବ ମୁଁ ସେଟା ହିଁ ବୁଦ୍ଧି ଦେବି। ବୁଦ୍ଧି ଉପଦେଷ୍ଟା, ଏଇଟା 13 ଅଧ୍ୟାୟ 23 ନମ୍ବର ଶ୍ଲୋକରେ ଅଛି। ଭଗବାନ ସେଠି କହୁଛନ୍ତି ଉପଦେଷ୍ଟା ଅନୁମନ୍ତା ଚ ଭର୍ତ୍ତା ଭୋକ୍ତା ମହେଶ୍ଵର। ମୁଁ ସବୁ ଜୀବଙ୍କ ହୃଦୟରେ ବସିଛି ପରମାତ୍ମାରେ, ଉପଦେଷ୍ଟା ଅନୁମନ୍ତା, ମାନେ ଅନୁମତି ଦିଏ। ଧର ସେ ଗୋଟେ କାମ କରିବାକୁ ଚାହୁଁଛି, ତାହେଲେ ଆମେ ବୁଝିବା ଯେ ସନ୍ତ୍ରାସବାଦୀ, ମାଓବାଦୀ, ଖତରନାକବାଦୀ ଯେମାନେ ସବୁ ଅଛନ୍ତି, ତ ସେମାନେ କେତେ ସଂସାର କଣ ଲୋକଙ୍କୁ ବର୍ବାଦ କରିବା ପାଇଁ ମାନେ କେବଳ ଷଡଯନ୍ତ୍ର କରୁଛନ୍ତି। କେବଳ ମାନେ କଣ କହିବା, ସେମାନେ ତ ପଶୁ ସ୍ତରରେ ମାନିତେ ପଡିବ।
କଣ ଭଗବାନ ତାଙ୍କୁ ସେଇଭଳି ବୁଦ୍ଧି ଦଉଛନ୍ତି ନା, ଉପଦେଶଟା ଅନୁମନ୍ତାଚ। ହଁ, ତ ଏଠି ମାନେ ଅନୁମତି ଦଉଛନ୍ତି ତୁ ସେଇଟା କାମ କର, ତୁ ଯାଇକି ବମ୍ ପକା, ସେଠି ସହରକୁ ସହର ଉଡା, ଏଇଭଳିଆ ବୁଦ୍ଧି ଦଉଛନ୍ତି ନା। ତ ଭଗବାନ ବସିକି, ତ ବେଳେ ବେଳେ ଆମେ ଏଇ କଥାଟାକୁ ବୁଝି ପାରୁନା। ତ ଭଗବାନ ଯଦି ଜଣେ ଭକ୍ତି କରିବାକୁ ଚାହିଁବ, ଭଗବାନଙ୍କୁ ପାଇବାକୁ ଚାହିଁବ, ତ ଭଗବାନ ତାକୁ ସେଇଭଳିଆ ବୁଦ୍ଧି ଦେବେ। ଆଉ ଯଦି ଜଣେ ଖତରନାକ ବୁଦ୍ଧି ମାନେ ସଂସାରକୁ ଧ୍ୱଂସ କରିକି ପ୍ରଳୟ କରିବା ପାଇଁ ଚାହିଁବ, ତାକୁ ସେଇଭଳିଆ ବୁଦ୍ଧି ଦେବେ, ଯାହା କର, କିନ୍ତୁ ପରିଣାମ ଦି ଜଣଙ୍କୁ ମିଳିବ। ଯିଏ ଯେମିତି କର୍ମ କରିବ ତାର ଅନୁସାରେ ଫଳ। ଯିଏ ଭଗବାନଙ୍କୁ ପାଇବାକୁ ଚାହିଁବ ଭଗବାନ ତାକୁ ପ୍ରାପ୍ତ କରିବେ, ଯିଏ ଏଇଭଳି ମାଓବାଦୀ ଖତରନାକ ବାଦୀ ହବା ପାଇଁ ଚାହିଁବ ତାକୁ ସେମିତି ବୁଦ୍ଧି ଦେଇକି ସେଇଭଳିଆ ସ୍ତରରେ ଫସେଇ ଦେବେ। ତ ବେଳେ ଲାଗେ ଏଇଟା ତ ଭଗବାନ ଫିରି ଅନୁଚିତ କାମ କରୁଛନ୍ତି। ଆରେ ସେ ଆତଙ୍କବାଦୀ ହଉ ଯିଏ ବି ହଉ, ଯାହା ବି ହେଲେ ସିଏ ବି ତ ଗୋଟେ ଆତ୍ମା ନା, ଭଗବାନଙ୍କ ଅଂଶ ନା। ତ ଫିର ଭଗବାନ କେମିତି ତାକୁ ସେଇଭଳିଆ ବୁଦ୍ଧି ଦିଅନ୍ତି ଯେ ତୁ ସେଇଭଳିଆ କର, ଆଉ ପୁଣି ନର୍କକୁ ଫସିଯାଅ, ଜନ୍ମ ଚକ୍କରରେ ଫସିଯା, କେବେ ଭଗବାନ ଏକୁ ଚାହିଁବେ ନା, କାହିଁକି ଏରକୁ ବୁଦ୍ଧି ଦିଅନ୍ତି? ତ ସେଇଟା ମତେ ବି ବୁଝା ପଡେନି। ମୋର ଏଇଟା ଯେତେବେଳେ ମୁଁ ଶୁଣିଲି, ତ ସେଇ ଆପଣ ସେଇ ପର୍ବଟା ଦେଖିବେ, ତ ଭଗବାନ କହୁଛନ୍ତି ଉପଦେଶଟା ତ ଅନୁମନ୍ତା। ତ ଫିର ମୁଁ ଏଠି ଦିମାଗ ଲଗେଇଲି, ତ ଭଗବାନ ଏଠି କିନ୍ତୁ ଉପଦେଶଟା, ଉପଦେଶଟା ମାନେ ଉପଦେଶ ଦିଏ। ତ ଉପରେ ଉପଦେଶ ଦେବେ ମାନେ ଆପଣ ତା ବେଳେ ବେଳେ ନିଜେ ଦେଖିବେ ଯେ କିଛି ଖରାପ କାମ କରତେ ହଉଥିବେ, ଆପଣଙ୍କ ଭିତରେ ଗୋଟେ ଆବାଜ ଆସିବ, ଆପଣ ନିଜେ ବୁଝିପାରୁଥିବେ ନା ଏଇଟା ଠିକ କାମ ନୁହେଁ। ମୁଁ କାହାକୁ ମିଛ କହିବାକୁ ଯାଉଛି, କାହାକୁ ଖରାପ ମାନେ କାହାର କିଛି କଣ ଅମଙ୍ଗଳ କରିବାକୁ ଚାହୁଁଛି, ନିହାତି ଆପଣ ଗୋଟେ ପଛରୁ କିଏ ନା ଗୋଟେ ଆବାଜ ଦଉଥିବେ ନା ଏଇଟା ଠିକ ନୁହେଁ। ହୁଏତ ଆମେ ତାପରେ ମନରେ ସ୍ଥିର କରିଛେ ଆମେ ତ କରିବା ଆଉ, ତ ତାକୁ ବର୍ବାଦ ତ କରିବା, ଯଦି ସ୍ଥିର କରି ତ କରିବେ, କିନ୍ତୁ କିଛି କ୍ଷଣ ପାଇଁ ଗୋଟେ ବିଚାର ଆସେ ଏଇଟା ଠିକ ନୁହେଁ ବୋଲି, ମିଛଟା ଠିକ ନୁହେଁ, ଗଲତ କାମଟା ଠିକ ନୁହେଁ, ଏଇଟା ଆମେ ଜାଣିଛୁ। କିନ୍ତୁ ଏଇଟା ସେଇଟା ଯେ କୁହନ୍ତୁ ଉପଦେଶଟା ଅନୁମନ୍ତା। ତ କ୍ଷଣ ପାଇଁ ଯୋଉ ପରମାତ୍ମା ରୂପରେ ଆମ ଭିତରେ ବସିଛନ୍ତି, ସଦ୍ବୁଦ୍ଧି ତ ଦିଅନ୍ତି, କିନ୍ତୁ ଯେହେତୁ ଆମେ ସ୍ୱତନ୍ତ୍ର ହେଇଛେ, ତ ଆମେ କଣ ତ ସେ ସ୍ୱତନ୍ତ୍ରତାଟାକୁ ଆମେ ଗଲତ ଇସ୍ତେମାଲ କରୁଛେ। ତାକୁ ଗଲତ ଇସ୍ତେମାଲ ମାନେ ଯେଟା କରିବା କଥା ନାହିଁ ସେଇ ଆଡକୁ ଆମ ମନଟାକୁ ନେଇଯାଉଛେ। କିନ୍ତୁ ଯେତେବେଳେ ଆମେ ଉପଦେଶ ନବା କେଉଠୁ, ଶାସ୍ତ୍ର ମାଧ୍ୟମରେ, ସେଦିନ ମୁଁ କହୁଥିଲି ନା ପରମାତ୍ମା ଚୁପଚାପ ସାକ୍ଷୀ ରୂପରେ ରହିଛନ୍ତି, କିନ୍ତୁ ବାସ୍ତବିକ ବୁଦ୍ଧି ଦେନେ ବାଲା ଭଗବାନ। କେମିତି ବୁଦ୍ଧି? ସାକ୍ଷାତ ଆସି ଘରକୁ ଆସିକି ବୁଦ୍ଧି ଦେବେ ନା, ଶାସ୍ତ୍ର ମାଧ୍ୟମରେ ବୁଦ୍ଧି ଦେବେ। ତ ଶାସ୍ତ୍ରରେ ସେ କୋଉଟା କରିବା ଦରକାର, କେଟା କରିବା ଦରକାର ନାହିଁ, ସେ କହିଛନ୍ତି ଅଲରେଡି। ତାକୁ ଆମେ କେମିତି ପାଳନ କରିବା ସେଇଟା ଆମ ଉପରେ ନିର୍ଭର କରେ। ଯେମିତି ଭଗବାନ ଭଗବତ ଗୀତା ପୁରା କହିସାରିଲା ପରେ ଲାଷ୍ଟ ଅର୍ଜୁନକୁ କହିବେ, ଅର୍ଜୁନ ମୁଁ ତତେ ସବୁ କଥା କହିଦେଲି, ଏବେ ତୋ ପାଇଁ କେଟା ଭଲ କେଟା ମନ୍ଦ ସବୁ କିଛି କହିଦେଲି, ଏବେ ଯତ୍ ଇଚ୍ଛାସି ତତ୍ କୁରୁ। ତୁ ଯେଟା ଚାହା, ତୋ ଇଚ୍ଛାରେ ମୁଁ କେବେ ହସ୍ତକ୍ଷେପ କରିବିନି, ତୋ ସ୍ୱତନ୍ତ୍ରତାରେ ମୁଁ ହସ୍ତକ୍ଷେପ କରିବିନି। ହଁ, ମୁଁ କେଟା ଭଲ ତୋ ପାଇଁ କେଟା ମନ୍ଦ ମୁଁ ସେଟା କହିଦେଲି। କହିଲେ କଣ? ଯଦି ଯୁଦ୍ଧ କର, ଯୁଦ୍ଧ କଲେ ତୁ ହାରିବୁ, ଯଦି ତୁ ହାରିଗଲୁ, ଯୁଦ୍ଧରେ ହାରିବୁ ମାନେ ଯୁଦ୍ଧରେ ଯଦି ମରିଗଲୁ, ତାହେଲେ ଭକ୍ଷ୍ୟ ସେ ସ୍ୱର୍ଗ ମାନେ ସ୍ୱର୍ଗ ଲୋକ ଭୋଗ କରିବୁ। ଯୁଦ୍ଧରେ ଯିଏ ମରିଯାଏ ସେ ସ୍ୱର୍ଗ ଲୋକ ମାନେ ପ୍ରାପ୍ତ କରେ। ଆଉ ଯଦି ସିଏ ଜିତିଗଲା ତ ସଂସାର ଭୋଗିବ, ହଁ ନା, ପୃଥିବୀ ଲୋକ ରାଜା ହେଇଯିବ। ତ ଦିଟା ହାତ, ତା ପାଇଁ ତ ଦି ହାତର ଲଡୁ। ତ ଏବେ ସିଏ କହିବ ନା ମୁଁ ଯୁଦ୍ଧ କରିବିନି, ଏତେ ଲୋକ ମରିବେ। ତ ଭଗବାନ ଏତେ କଥା କହିଲା ପରେ ବି ଯଦି ତା ବୁଦ୍ଧି ଲଗେଇଥାନ୍ତା, ତାହେଲେ ତାର କଣ ହେଇଥାନ୍ତା? କିଛି ଲାଭ ହେଇନଥାନ୍ତା ନା, ତାର କଣ କିଛି ଲାଭ ହେଇଥାନ୍ତା ନା। ସିଏ ଭଗବାନ ତାକୁ ଛାଡିଦେଲେ, ତା ସବୁ କହିକି ତାପରେ ଛାଡିଦେଲେ, ତୋ ଯତ୍ ଇଚ୍ଛାସି ତତ୍ କୁରୁ, ତୁ ଯେଟା ଚାହାଁ ତୁ ସେ ତୋ ଇଚ୍ଛା ତୁ ଯେଟା କର, ତତେ ସବୁ କଥା କହିଦେଲି। ତେବେ ଅର୍ଜୁନ ଫେର କଣ କଲା? ନିଜ ଇଚ୍ଛା କଲାନି, ତାର ତ ଇଚ୍ଛା ନଥିଲା ଯୁଦ୍ଧ କରିବା ପାଇଁ। ଭଗବାନ କହିଲେ ନାଇଁ ପ୍ରଭୁ କରିଷ୍ୟେ ବଚନମ୍ ତବ, ତମେ ଯେଟା କହୁଛ ମୁଁ ସେଇଟା କରିବି। ତ ବାସ୍ ବୁଦ୍ଧି ଆମେ ଶାସ୍ତ୍ରରୁ ନବା। ଏଇ ଉପଦେଶଟା ଅନୁମନ୍ତରେ ଯେ କେତେ ସାକ୍ଷୀ ରୂପରେ ତ ଭଗବାନ ଅଛନ୍ତି ପରମାତ୍ମା ରୂପରେ, କିନ୍ତୁ ବାସ୍ତବିକ ବୁଦ୍ଧି କିଏ ଦିଅନ୍ତି? ଭଗବାନ। ତିନିଟା ସ୍ୱରୂପ ରହିଛି, ବ୍ରହ୍ମେତି ପରମାତ୍ମେତି ଭଗବାନିତି ଶବ୍ଦତେ। ତ ଭଗବାନ ହିଁ ଆମକୁ ବାସ୍ତବିକ ବୁଦ୍ଧି ଦିଅନ୍ତି। କେମିତିକା ମାଧ୍ୟମରେ? ସାକ୍ଷାତରେ ନୁହେଁ, ଶାସ୍ତ୍ର ମାଧ୍ୟମରେ। ତ ଏଇଟା ଆମେ ବୁଝିପାରିବା ଅର୍ଜୁନ କଣ କଲା, ମତେ କଣ କରିବା ଦରକାର। ତ ବାସ୍ ଏଇ ବୁଦ୍ଧିଟା ଆମେ ଶାସ୍ତ୍ରରୁ ନବା, ସେଇ ଶାସ୍ତ୍ର ଆମର ବୁଦ୍ଧିକୁ ବିକଶିତ କରେ। ତ ସେପାଇଁ ବାର ବାର କୁହାଯାଏ ଗୀତା ପଢ କି ଭାଗବତ ପଢ, ମାନେ କାହିଁ କୁହନ୍ତି? ତ ସେଥିରେ ପଢିଲେ ଆମେ ଆମ ଭିତରେ ଆମେ ବୁଝିପାରିବା କଣ କରଣୀୟ କଣ ଅକରଣୀୟ। ତ ଫିର ଆମେ ଯେଟା କରଣୀୟ ସେଇଟା କରିବା, ଯେଟା ଅକରଣୀୟ ମାନେ ଯେଟା କରଣୀୟ ନୁହେଁ ସେଇଟା ଆମେ ତ୍ୟାଗ କରିବା। ତେଣୁ ଅର୍ଜୁନ ଚାହିଁଲା କଣ? ଯଦି ସେ ଭାବୁଥିଲା ତାର ମାନେ ଛୋଟ ବୁଦ୍ଧିରେ ଯେ ମତେ ଯୁଦ୍ଧ କଲେ ସେ ମରିବେ, ପାପ ଲାଗିବ, ନରକକୁ ଯିବି, ଏ ସବୁ ଭାବୁଥିଲା। କିନ୍ତୁ ଭଗବାନଙ୍କୁ ଶରଣରେ କଲା, ଭଗବାନ ବୁଦ୍ଧି ଦେଲେ, ସେ ବି ଯୁଦ୍ଧରେ ଲାଗିଗଲା। ଆଉ ସେ ତ କହିଲେ ଭଗବାନ କହିଛନ୍ତି ମତେ ଏଇଟା କରିବାର, ଚାହେ ଯେତେ ଯିବ ମରନ୍ତୁ ମୋ ପାଇଁ। ତ ସେଇଟା ଆମକୁ ଦେଖିବାର ଅଛି ଏଇ ଶ୍ଲୋକ ମାଧ୍ୟମରେ। ଯେମିତି ଯେତେବେଳେ ଆମେ ଭଗବତ ଗୀତାକୁ ପଢିବା ବା ଏଇଭଳି ଶ୍ଲୋକକୁ ପଢିବା, ତ ସବୁ ଅଧାରେ ଦେଖ ଆତ୍ମା କଥା ହିଁ କହୁଛନ୍ତି।
କାହିଁକି କହୁଛନ୍ତି? ଆମେ ନିଜକୁ ଭୁଲି ଯାଇଛେ। ଆମେ ଆତ୍ମା ପାଇଁ କେହି କିଛି କରୁନେ। ସଂସାରକୁ ଦେଖନ୍ତୁ, ସାରା କାମ ତ ଶରୀର ପାଇଁ ହଉଛି ନା, ସକାଳଠୁ ସନ୍ଧ୍ୟା ଯାଏଁ। କଣ ଖାଇବା, କେମିତି ଶୋଇବା, କେମିତି ପିନ୍ଧିବା, ସାରା କାମ ଶରୀର ପାଇଁ ହଉଛି, ଆତ୍ମା ପାଇଁ ନୁହେଁ। ଆଉ ସେଇ ଆତ୍ମା ପାଇଁ କେତେବେଳେ କରିବା? ଯେତେବେଳେ ଏମିତି ଗୀତାକୁ ପଢିବା, ବୁଦ୍ଧି ବିକଶିତ ହବା, ଆମେ ଯୋଗୀ ହବା। ଆମେ ସେତେବେଳେ ବୁଝିପାରିବା ନାହିଁ ଆମ ଦୁଃଖର କାରଣ ଆମେ ନିଜକୁ ଭୁଲି ଯାଇଛେ ବା ଭଗବାନଠୁ ବିୟୋଗ ହେଇଯାଇଛେ। ଏବେ ଯୋଗୀ ଯେତେବେଳେ ଯୁକ୍ତ ହବା, ତ ଭକ୍ତି କରତେ କରତେ କଣ ଦେଖିବା? ଏଇ ଶ୍ଲୋକ ଅନୁସାରେ ସମସ୍ତଙ୍କୁ ଭଗବାନଙ୍କ ଭିତରେ ଦେଖିବା, ଭଗବାନଙ୍କୁ ସମସ୍ତଙ୍କ ଭିତରେ ଦେଖିବା। ଏମିତି କୌଣସି ସ୍ଥାନ ନାହିଁ ଯେଠି ଭଗବାନ ନାହାନ୍ତି, ଏଇ ଧାରଣା ଆସିବ। ଗୋଟେ କାହାଣୀ ଶୁଣିଛନ୍ତି ନା? ଯୋଉ ପଠେଇଲେ ଗୋଟେ ଗୁରୁଦେବ ତାଙ୍କର ଶିଷ୍ୟଙ୍କୁ ଆମ୍ବ ଗୋଟେ ଦେଇକି, ଯାଅ ଖାଇବ ଯେମିତି କେହି ଦେଖିବେନି। ହେଲା, ଗୋଟେ ଆମ୍ବ ନେଇକି ପଠେଇଲେ, କହିଲେ ଯାଅ ଖାଇବ, ଏମିତି ଜାଗାରେ ଖାଇବ ଯେମିତି କେହି ଦେଖିବନି। ତ କିଏ ଯାଇକି ମାନେ ଏମିତି ଜାଗାରେ ଖାଉଥିଲେ, କିଏ କୂଅ ତଳେ ଗଳି ଯାଇକି ଖାଉଥିଲା, କିଏ ଘର କୋଣରେ ଅନ୍ଧାର କୋଣରେ ଖାଉଥିଲା, କିଏ ଏମିତି ଜାଗାରେ କେମିତି ଦେଖିପାରିବନି। ଏଇଟା ଯୁଧିଷ୍ଠିର ବିଷୟରେ ଆସେ। ଯୁଧିଷ୍ଠିର ଆସି କହିଲେ, ଧୃତରାଷ୍ଟ୍ର ଯୁଧିଷ୍ଠିର ବିଷୟରେ ମାନେ ଯୁଧିଷ୍ଠିର ଆସି କହିଲେ, ସେଇଠୁ ଆମ୍ବଟାକୁ ନେଇ ଆସିଛନ୍ତି, ଖାଇପାରିଲେନି। କାହିଁ ଖାଇପାରିଲନି? ନା ଏମିତି କୌଣସି ସ୍ଥାନ ନାହିଁ ଯେଠି ମତେ କେହି ଦେଖିପାରିବେନି। ବାୟୁ ତ ମତେ ଦେଖୁଛନ୍ତି, ଆକାଶ ତ ମତେ ଦେଖୁଛି, ହେଲା। ତ ଏମିତି ମୁଁ ସ୍ଥାନ ହିଁ ପାଇଲିନି ଯେ କେହି ମତେ ଦେଖି ପାରୁନାହାନ୍ତି ବୋଲି। ତମେ ଇଏ ବୁଦ୍ଧିମାନ। ତ ଆମେ ଦେଖିବା ଯେ ଭଗବାନ ସର୍ବତ୍ର ଅଛନ୍ତି, ଆମକୁ ଦେଖୁଛନ୍ତି। ତ ଯଦି ଆମେ ଭଗବାନଙ୍କର ଭକ୍ତି କରୁଛେ, ଯାଏ ଭଗବାନଙ୍କ ସହିତ ଯୋଡିକି ରହିଛେ, ଆରତି କରୁଛେ, ଦର୍ଶନ ଆରତି କରୁଛେ, ତୁଳସୀ ଆରତି କରୁଛେ, ନାମ କରୁଛେ, ଗୀତା ପଢୁଛେ, ପୂଜା କରୁଛେ, ପ୍ରସାଦ ଲଗଉଛେ, ତ ପ୍ରଚାର କରତେ ଯାଉଛେ, ଗୀତା ଡିଷ୍ଟ୍ରିବ୍ୟୁଟ କରତେ ଯାଉଛେ, କାହା ସହିତ କଥା ଭଗବାନ କଥା କହୁଛେ, ତା ମାନେ ଆମେ କଣ ସତତ ଭଗବାନ ଦେଖୁଛନ୍ତି ନା? ତ ଫିର ବିଚାର କରନ୍ତୁ, ଆପଣଙ୍କର ଖାତାରେ କେତେ ସୁନ୍ଦର ମାର୍କ ମିଳିବ। ତ ସେଇ କଥାଟା ଏଇ ଶ୍ଲୋକ ମାଧ୍ୟମରେ କହୁଛନ୍ତି ଯେ ଯୋଗୀ ଯେ ମୋର ଭକ୍ତି କରେ ମତେ ଛତ୍ର। ବୁଝିପାରୁଛନ୍ତି? ସମସ୍ତଙ୍କୁ ମୋ ଭିତରେ ଦେଖେ, ଆଉ ସମସ୍ତଙ୍କୁ ଯେତିକି ବାଟ ମୋ ଭିତରେ ଦେଖେ, ଆଉ ମତେ ସମସ୍ତଙ୍କ ଭିତରେ ଦେଖେ। ମାନେ ଭଗବାନ ସର୍ବତ୍ର ଅଛନ୍ତି ବୋଲି ସେ ଏଇଟା ଅନୁଭବ କରେ, ଆଉ ସବୁ ଜୀବଙ୍କ ହୃଦୟରେ ପରମାତ୍ମା ଅଛନ୍ତି ବୋଲି ସେଟା ବି ସେ ଅନୁଭବ କରେ। ଏଇଟା କେତେବେଳେ ହବ? ସାଧାରଣ ଲୋକ ଏଇଟା କରିପାରିବନି। ଯେମାନେ ଭକ୍ତି କରୁଛନ୍ତି, ଭଗବତୀ ଗୀତାକୁ ପଢୁଛନ୍ତି, ଗୁରୁଙ୍କ ଆଶ୍ରୟରେ ରହିକି ଭକ୍ତିକୁ ପ୍ରାକ୍ଟିସ କରୁଛନ୍ତି, ଫିର ଧୀରେ ଧୀରେ ଆଉ ଗୀତାକୁ ପଢୁଛନ୍ତି, ସେଇମାନେ ହିଁ କେବଳ ଏଇଭଳିଆ ଦେଖିପାରିବେ, ସମସ୍ତେ ଦେଖିପାରିବେ ନାହିଁ। ତ ଆମେ ସେଇଭଳି ଯୋଗୀ ହବା ଦରକାର। ସମସ୍ତଙ୍କ ଭିତରେ ଭଗବାନଙ୍କୁ ଦେଖିବା ଯଦି, ଆମେ କେବେ ଆଉ କାହାକୁ ଦୁଃଖ ଦେବା କି? ଏବେ ତ ଆମେ ଚିନ୍ତା କରନ୍ତୁ, ଗୋଟେ ଜୀବକୁ ବି ଦୁଃଖ ଦେଇତେ ଡର ମାଡିବ କି ନାଇଁ? ଆମେ ମାଂସାହାର କାହିଁ କରୁନେ? ଜୀବେ ଦୟା, କାହିଁକି ନା ସବୁ ଜୀବଙ୍କ ଭିତରେ ଭଗବାନ ଅଛନ୍ତି। ଆତ୍ମା ମରିବନି କି ଭଗବାନ ମରିବେନି ତା ବୋଲି କଣ ସବୁ ଜୀବଙ୍କୁ ମାରିବା କାଟିବା? ନାଇଁ, ସେତେବେଳେ ଆସିଯିବ ଯେ ସିଏ ସବୁ ମାନେ ଜୀବନ କାଟି 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 କାଟିକି ଆସୁଛନ୍ତି, କେବେ ମନୁଷ୍ୟ ଶରୀର ପାଇବେ, କେବେ ପୁଣି ସଦ୍ଗୁରୁ ପାଇବେ, କେବେ ଶାସ୍ତ୍ର ସଙ୍ଗ କରିବେ, କେବେ ଶରୀରର ବନ୍ଧନରେ ମାନେ ମୁକ୍ତ ହେବେ। କିନ୍ତୁ ଆମେ ତ ମୁକ୍ତିର ଦ୍ୱାର ପରେ ଛିଡା ହେଇଛେ। ତ ଭକ୍ତି କରି କେତେବେଳେ ଆମେ କେମିତି ସାବଧାନ ରହିବା, ଆଉ ଏ ଶରୀର ବନ୍ଧନରୁ ମୁକ୍ତ ହେଇକି ଭଗବତ ଧାମକୁ ଯିବା। କିଛି ବି ଏମିତି କର୍ମ କରିବାନି ଯାକି ଆମକୁ ଆଉ ଗୋଟେ କର୍ମ କ୍ରିଏଟ ହେଇଯିବ, ପୁଣି ଆମକୁ ସଂସାରରେ ଜନ୍ମ ନେଇତେ ପଡିବ। ତେଣୁ ବି କେୟାରଫୁଲ, ବି ସାବଧାନ। ଟିକେ ସମୟ ହେଇଛି, ରଖିବା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ।